ମୋ ନାଁ ନବୀନ ଅଣଗକା। ମୁଁ ଗାଡ଼ିଶେଷକାଲ ଗ୍ରାମ ପଞ୍ଚାୟତ ଭେଜା ଗ୍ରାମ ନିବାସୀ ଏବଂ ମୁଁ ଜଣେ ଚାଷୀ। ଆଉ ମୁଁ ଏହି ନାଗାବଳୀ କୃଷକ ସଂଘ ଆଜି ପ୍ରଥମ କରିକି ଆମେ ଆମ ଅଞ୍ଚଳର ଉଭୟ ପଞ୍ଚାୟତର ନେତୃମାନଙ୍କୁ ଚାଷୀମାନଙ୍କୁ ନେଇକରି ଆଜି ଆମେ ନୂତନ ସଂଗଠନ ତିଆରି କରି ଆଜି ବୈଠକଟା ଆରମ୍ଭ କରିଛୁ। ଆଜିକାର ମୁଦ୍ଦା ହେଉଛି ଯେ ଆମ ଚାଷୀମାନଙ୍କର ସମସ୍ୟା କ'ଣ। ଆଜି ଆମେ ସରକାରୀ କଳରେ ହେଉ କିମ୍ବା ପ୍ରାଇଭେଟ କଳରେ ହେଉ ଆମ ଚାଷୀମାନେ ଯେଉଁ ପ୍ରକାର ଅନ୍ଧଶ୍ରଦ୍ଧ ହେଉଛନ୍ତି ସେ ବିଷୟକୁ ନେଇକି ଆଜି ଆଲୋଚନା କରାଗଲା। ସେହି ଆଲୋଚନା ମାଧ୍ୟମରେ ଆଗକୁ ଆମର ଚାଷୀମାନେ କିପରି ଲାଭାନ୍ୱିତ ହେବେ ତା ଉପରେ ଆମେ ଆଜି ଆଲୋଚନା କଲୁ। ଆଜିକାର ଏହି ବୈଠକ ମାଧ୍ୟମରେ ଆମ ଅଞ୍ଚଳର ଯିଏ ନେତୃତ୍ୱ ନେଉଛନ୍ତି ବିଧାୟକ ହୁଅନ୍ତୁ ବା କଲେକ୍ଟର ହୁଅନ୍ତୁ ଯିଏ ବି ଅଛନ୍ତି ସେମାନଙ୍କୁ ଆମେ ଲିଖିତ ଆକାରରେ ଆମେ ଆମର ଦୁଃଖକୁ ଜଣାଇବୁ। ତା ପ୍ରତିବାଦରେ ଆମକୁ ଯଦି ସେମାନେ ଆମର ଯେଉଁ ଗୁହାରି ଅଛି ତାକୁ ସାଟିସ୍ଫାଏ ହେବେ ତାହେଲେ ଆମେ ସେହି ଅନୁସାରେ ଆମେ ପରିଚାଳିତ କରିବୁ। ହେଉଛି କୁମୁଟି ସାରକା। ମୁଁ ଏଇ ନାଗାବଳୀ କୃଷକ ସଂଘର ସମ୍ପାଦକ ଭାବରେ କାର୍ଯ୍ୟରତ। ଏଇ ନାଗାବଳୀ କୃଷକ ସଂଘ ଆମର ଏଇ କଲନରା ବ୍ଲକ ପାଇଁ କାମ କରିବ। କୃଷକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇକି ସରକାରଙ୍କୁ ବା ଜିଲ୍ଲାପାଳଙ୍କୁ ଉପସ୍ଥାପନା କରାଯିବ। ଆଉ ଏଇ ଆଜିର ଏଇ ବୈଠକର ଉଦ୍ଦେଶ୍ୟ ହେଉଛି ଏହା ଯେ ଆମ ଅଞ୍ଚଳରେ ଅନେକ ଲୋକ ବା 100ରୁ 99 ଲୋକଙ୍କର ବୃତ୍ତି ହେଉଛି ଚାଷ। ଏଇ ଚାଷ ମାଧ୍ୟମରେ ଆମର ଅଞ୍ଚଳର ଲୋକମାନଙ୍କର ଭରଣ ପୋଷଣର ହୋଇଥାଏ। ତ ଏଠି ସମସ୍ୟା ଅନେକ। ଏଠି ସମସ୍ୟା ମାନେ କହିଲେ ଏଠି ଆମର ଅଧିକାଂଶ କପା ଚାଷ ହୁଏ। ଏଇ ଦେଖିବା ଯେ ଆମର ଏଇ ଦୁଇଟା ପଞ୍ଚାୟତର ଅଧିକାଂଶ କପା ଚାଷ ହୁଏ। ଏଇ କପା ଚାଷକୁ ନେଇ ଗୋଟେ ମେନ୍ ମୁଦ୍ଦା ଆମେ ଉଠେଇଛୁ ଏଇ ସଂଗଠନ ମାଧ୍ୟମରେ। ଏଠି ଦୀର୍ଘ ବର୍ଷ ହେଲାଣି କପା ଚାଷ ହେଇକି ଆସୁଛି, ଯାହାକି ଆଜି ପର୍ଯ୍ୟନ୍ତ ସାହୁକାର ଓ ଚାଷୀ ମଧ୍ୟରେ ହିଁ ପରିଚାଳିତ ହେଉଛି। ଆମ ଲୋକଙ୍କର ପରିବର୍ତ୍ତନ ଯେତିକି ପରିମାଣରେ ହେବା କଥା ସେତିକି ପରିମାଣରେ ହେଇପାରୁନାହିଁ। ଆଜି ବି ଆମ ଲୋକମାନେ ଋଣଗ୍ରସ୍ତ ହେଉଛନ୍ତି, ସାହୁକାରଙ୍କ ପାଖରେ ମୂଲ୍ୟ ନେଉଛନ୍ତି। କିନ୍ତୁ ସରକାର ବା CCI ଚାଷୀମାନଙ୍କର କଥା ଠିକ ଭାବରେ ଶୁଣୁନାହିଁ ବୋଲି ଆମେ ମନେ କରୁଛୁ। ଏଥିପାଇଁ ଯେ ଚାଷୀ ଯେତେବେଳେ ଡାଇରେକ୍ଟ CCI ପାଖରେ କପା ନେଇକି ଯିବ ସେତେବେଳେ ଚାଷୀର କପାଟାକୁ CCI ନା ପସନ୍ଦ କରେ, କିନ୍ତୁ ଜଣେ ସାହୁକାରର କପାକୁ ଯଥାଶୀଘ୍ର ସେ ନେଇଯାଏ। ଏଇଟା ହେଉଛି ମୁଖ୍ୟ ସମସ୍ୟା। ଯାହାଫଳରେ କି ଆଜି ବି ଆମର କପା ପାଇଁ ସରକାରଙ୍କର ଯେଉଁ ବ୍ୟବସ୍ଥା ଅଛି ରେଜିଷ୍ଟ୍ରେସନ କପା ରେଜିଷ୍ଟ୍ରେସନ ମଣ୍ଡି ଲାଇସେନ୍ସ କରିବା ପାଇଁ ଆଜି ବି ଆମ ଅଞ୍ଚଳର ଲୋକମାନେ ରେଜିଷ୍ଟ୍ରେସନ କରିନାହାନ୍ତି। କାହିଁକି ନା ଏଇଭଳି ସମସ୍ୟା ଅଛି। ଯେହେତୁ ଆମର ଏଠି ଅଞ୍ଚଳରେ ଅନେକ ଅଶିକ୍ଷିତ ବ୍ୟକ୍ତି ବା ଜାଣିନାହାନ୍ତି ଆମର ଲୋକମାନେ। ଏଇ ଯେଉଁ ଲୋକମାନଙ୍କୁ ଆମେ ସଚେତନ କରିବୁ ଏଇ ସଂଗଠନ ମାଧ୍ୟମରେ। ଆଉ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସୂଚନା ଦେବୁ ଯେ ଜିଲ୍ଲାପାଳଙ୍କୁ ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣେଇବୁ ଏଇ ଲୋକଙ୍କର ସମସ୍ୟାକୁ ନେଇ। नमस्कार, जय किसान। मो ना हूँ भीमदेव मुसुदा, ग्राम पंचायत गाड़ीशेषकाल दिनेशपुर ग्राम। मु जड़े चाषी। आज मुद्दा बा आज बैठकटा है आमर ये 100% चाषी एकत्रित होती दुईटा उभय दुई पंचायत गाड़ीशेषकाल एंड एवं आमर दंदिल पंचायत चाषी समस्ते एकाठी आज मजबूत भाव एकत्रित होमें निष्पत्ति नहीं आगामी दिन में आमर नागाबली कृषक संघ को मजबूत करके आग को आमर दुईटा पंचायत आरंभ करके आज आमर कलनरा ब्लॉक कमिटी चयन कराई कमिटी कलनरा ब्लॉक कमिटी मजबूत केमी करके आग को प्रशासन पाखे आमर विभिन्न प्रकार समस्या को आम चाषी मानकर समाधान कर आज मुद्दा। आम प्राय 5000 ऊर्ध चाषी मैंने एकाठी होगी सभा आरंभ कर शेष करूँ। धन्यवाद देवी आमर आज आमर नागाबली कृषक संघर कमिटी
सभापति संपादक एवं अन्य एडवाइजर आउ एरिया चाषी माने आउ बुद्धिजीवी मानू आम बहुत मूल्य बहुत कॉपरेशन रे साहाय्य करिसंती आउ सभा आरंभ करी आराम आमर भलरे भलरे आज सभा भी सांग करा धन्यवाद आउ जय किसान।